ବାଚସ୍ପତି ମହୋଦୟ ଆଜି ଯେଉଁ ନିମ୍ନମାନର ଛତୁଆ ବାବଦରେ ଆଲୋଚନା କରାଯାଉଛି ମୁଁ ଏ ବାବଦରେ ସମ୍ପୂର୍ଣ୍ଣ ଏକମତ ଅଛି। ଆମେ ଯାହା ଉପରେ ଦାୟିତ୍ୱ ଦେଉଛନ୍ତି ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ତାର ଯାଞ୍ଚ ପ୍ରକ୍ରିୟାଟା ଠିକ୍ ହେଉଛି କି ନାହିଁ ସେ ତଦାରଖ କରନ୍ତୁ। ଯେଉଁଟା ସନାତନ ଭାଇ କହୁଥିଲେ ତାଙ୍କ କଥାରେ ଏକମତ। ସେମାନେ ଗୋଟେ ଏଜେନ୍ସି ନେଇଯାଇଛନ୍ତି ଏସ୍ଏଚ୍ଜି ଗ୍ରୁପ୍ ମାନଙ୍କୁ କେବଳ ମୋହରା ବନାଉଛନ୍ତି। ତାଙ୍କରି ମୋହରା ତାଙ୍କରି ମାଧ୍ୟମରେ ତାଙ୍କ ଭିତରେ ସିଏ ଯେଉଁ କାର୍ଯ୍ୟକ୍ରମ ଚଲେଇଛନ୍ତି ଏକଦମ ନିନ୍ଦନୀୟ କଥା। ସର୍ବପ୍ରଥମେ କଥା ଆସୁଛି ଗତ ପଞ୍ଚାୟତ ସମିତି ବୈଠକ ତିହିଡ଼ି ବ୍ଲକରେ କିଛି ପଞ୍ଚାୟତ ମୋହର ଅଛି ସେଠି ଜଣେ ସରପଞ୍ଚ ଗିନା ତାଟିଆ ଚାମୁଚ ଧରିକି ଆସିଥିଲେ ଛତୁଆ ପ୍ୟାକେଟ୍ ମଧ୍ୟ ନେଇକି ଆସିଥିଲେ। ଆମ ପାଇଁ କେତେ ଲଜ୍ଜାକର କଥା ସେଟା ଗଣମାଧ୍ୟମରେ ପ୍ରକାଶ ପାଇଲା ଯେ ସବୁଠାରୁ ନିମ୍ନମାନର ଛତୁଆ ଏବଂ ତାର ପରିମାଣ ମଧ୍ୟ କମ୍। ଯଦି ଆମର କିଲିକିଆ ପ୍ୟାକେଟ୍ ଅଛି ସେଥିରେ ବି ଆପଣ 50-100 ଗ୍ରାମ କମ୍ ଆପଣ ପାଉଛନ୍ତି, 200 ଗ୍ରାମ ବି କମ୍ ଆସୁଛି। ଆଉ ସେ ଛତୁଆକୁ ଖାଇବା ପାଇଁ ସେ ଆମକୁ ବାଧ୍ୟ କରିଥିଲେ। ଆମେ ତାକୁ ତ ଖାଇପାରିଲୁ ନାହିଁ ସମୟ ଅଭାବରୁ, କିନ୍ତୁ ଏଇଟା ଗୋଟେ ଯେହେତୁ ଆମ ପିଲାମାନଙ୍କର ପୁଷ୍ଟିକର କଥା ଉଠୁଛି ତାଙ୍କୁ ଆମେ ସମାଜରେ ଯେତେବେଳେ ପ୍ରତିଷ୍ଠିତ କରିବା ପାଇଁ ଯାଉଛନ୍ତି ଯେଉଁଟା ସିଦ୍ଧାନ୍ତ ଭାଇ କହୁଥିଲେ ଘରୋଇ ଛତୁଆର ଯଦି ମାନ ଠିକ୍ ଅଛି ତ ସେଠି କାହିଁକି ଗୁଣାତ୍ମକ ମାନ ହ୍ରାସ ପାଉଛି। ଆଜି ସମସ୍ତେ ସରକାରୀ ଅଫିସର ମହୋଦୟ ମଧ୍ୟ ପ୍ରଶ୍ନ କରନ୍ତୁ ଟିକେ ଦୟାକରି ୟାର ଯାଞ୍ଚ ମାନ କରିବେ ଏବଂ ଯେଉଁମାନେ ଦୀର୍ଘ ଦିନ ଧରି ଏ କଥାକୁ କବ୍ଜା କରି ରଖିଛନ୍ତି ତାଙ୍କ ପାଇଁ କ'ଣ ପଦକ୍ଷେପ ନିଆଯିବ ମାନନୀୟ ମନ୍ତ୍ରୀ ମହୋଦୟ ଉତ୍ତର ରଖିବେ। माननीय मंत्री बाचस्पति महोदय विधायक महोदय जो आवेगर कथा उठे विभाग ताकू विचार को नब एवं छतुआ प्रति मासर 23 तारीख रे मिश्रण तारीख अच्छी जदि निर्दिष्ट भाव कौन विधायक बा सभ्य एवं सभ्य मानकर एपली धारणा थिबो कि छतुआ प्रस्तुत पाई एसएसजी मानकर FSSAI एक्ट अनुଯାयी पंजीकरण हेबा आवश्यक अछि। जदि से भली किछि नथिबो जणैले आमे तुरंत एक्शन नबु एवं छतुआ उपरे माननीय बाचस्पति जो निर्देश दैचंती से आधार रे मु गृह को तार